ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଏନ୍ସିସି ମୁଖ୍ୟ ମେଜର ପ୍ରଣବ କିଶୋର ମହାପାତ୍ର ସେ ଦୀର୍ଘ 35 ବର୍ଷ ଆମ ଏହି ମହାବିଦ୍ୟାଳୟରେ ପ୍ରଶିକ୍ଷଣ ଦେଇ ଆସୁଥିଲେ। ତାଙ୍କର ମହତ୍ତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଯୋଗୁଁ ବହୁ ଏନ୍ସିସି କ୍ୟାଡେଟ୍ ଉପକୃତ ହୋଇଛନ୍ତି ଓ ଜୀବନର ସଫଳତା ମଧ୍ୟ ହାସଲ କରିଛନ୍ତି। ସମୟର କରାଳ ଗତିରେ ସେ ଆସନ୍ତା ମାସ 31 ମେ 2024 ତାରିଖରେ ଆମଠାରୁ ବିଦାୟ ନେଇଛନ୍ତି। ତାଙ୍କର ନିମନ୍ତେ ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପୁରାତନ ଓ ବର୍ତ୍ତମାନର ଏନ୍ସିସି କ୍ୟାଡେଟ୍ମାନଙ୍କ ଦ୍ୱାରା ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମହାବିଦ୍ୟାଳୟର ମୁଖ୍ୟ ଅଧ୍ୟକ୍ଷ ଡକ୍ଟର ପ୍ରମୋଦ ଚନ୍ଦ୍ର ସାହୁ, ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ ତଥା ପୂର୍ବତନ ଏନ୍ସିସି କ୍ୟାଡେଟ୍ ଯଥାକ୍ରମେ ନନ୍ଦକିଶୋର ବେହେରା, ରାକେଶ ବେହେରା, ବଦ୍ରିନାଥ ସିଂ, ଶିବଦତ୍ତ ମହାନ୍ତ, ବିସ୍ମୟ ମହାନ୍ତ, ଅମୟ କୁମାର ବୁଡ଼ୁ, सकलाल किस्कु आदि उपस्थित रही। वर्तमान एएसयू ज्योतिर्मय महांती सभा परिचालन दायित्व नहीं। शेष पर्यायर सार निज पुराणा स्मृति को समस्त आगे वर्णना कले और छात्र छात्री को उपदेश देवा सह निजर वक्तव्य रखी। बहु शिक्षक पुरातन छात्र अभिभाषण समय मेजर सार सहित अनुभूति को बखाणी। शेषर एक करुण बेलार सार को समवेदना पूर्वक केक कटा जाइतिला। पिलामानंक द्वारा मनोरंजन कार्यक्रम अनुष्ठित होइतिला। शेषर सार को उपहार देवा सहित सार सहित प्रत्येक स्मृतिर एक वीडियो करी समस्त सम्मुख प्ले करा जाइतिला। बारिपदारू देवस्मित चौधरी को रिपोर्ट, जनता एक्सप्रेस।